केस करायचं काय करून जाऊ केस करायचं मला खायला जाऊ एटी खाद्य जुगाड କରିବା ପାଇଁ ମୋତେ କେତେ କଷ୍ଟ କରିବାକୁ ପଡୁଛି କଥା ଚିନ୍ତା କରୁଛ ତମେ ସାନ ମୁଠା ସକାଳୁ କିଛି ଖାଇନି ତା ପେଟରେ ପିଲା ଅଛି ତା ସ୍ତ୍ରୀ ଉପବାସ ଅଛି ତା ସ୍ତ୍ରୀ କେମିତି ଖାଇବ ତା ପେଟ କେମିତି ପୁରିବ ସେ ଚିନ୍ତା କରିବା ଦାୟିତ୍ୱ ତା ସ୍ୱାମୀର ସ୍ୱାମୀ ହବାକୁ ମୁଁ କହିନଥିଲି ଏଥିରେ ବସି ବାବାକୁ ମୁଁ ବାଧ୍ୟ କରିନଥିଲି ମୋତେ ଖୁବ ଜୋରରେ ଭୋକ ହଉଛି ଭାଇ ଭୋକରେ ମଧ୍ୟ ମୁଣ୍ଡ ଧରୁଛି ଅନ୍ଧାର ଦେଖାଯାଉଛି ଖାଦ୍ୟ ତମେ ନବ ନା ଫୋପାଡ଼ି ଦେବି ନିଶ୍ଚୟ କରୁଛି କିଏ ସେ ଖାଦ୍ୟ ତମେ ନବ ନା ଫୋପାଡ଼ି ଦେବି ମୁଁ ମାନୁଛି ମୁଁ କର୍ମ କରି ଅଳସୁଆ ଅକର୍ମା ମୁଁ କିଛି କରୁନି ବୋଲି ମୋର ସିନା ଖାଇବାର ଅଧିକାର ନାହିଁ ଭାଇ ମୋ ନମିତାର ଦୋଷ କଣ ସେ କାହିଁକି ମୋ ପାଇଁ ପାସ୍ ଶୁଣିବ ଏ ଭାଇ ତାକୁ ତମେ ଖାଇବାକୁ ଦିଅ ଏଇ ଦେଖ ତାର ଦୋଷ କଣ ସାନ ମୋର ଭୁଲ କଣ ଆମେ ତାକୁ ତ ବନେଇ ଖାଇବାକୁ ଦେଇପାରିବା ଅବାସ ରହିବା ଉଚିତ କାହିଁକି ନା ସେ ହଉଛି ଗୋଟେ ଅଳସୁଆର ସ୍ତ୍ରୀ ଆଉ ସ୍ୱାମୀ ହଉଛି ଗୋଟେ ଅଦକ୍ଷ ସ୍ୱାମୀ ତମେ ଅନ୍ୟାୟ କରୁଛ ଭାଇ କେମିତି ଏମିତି ବଦଳି କର ଏ ଭାଇ ସତରେ ଆମେ ଦି ଜଣ ମଜୁରୀ ଯିବୁଛେ ସତ କହୁଛି ଭାଇ ସକାଳୁ ଏ ଘରୁ ଗଲା ବେଳେ ଠାରୁ ବେଚାରୀଟା ଖାଇବ ଖାଇବ କହିବ ମୁଣ୍ଡ ଖରାପ କରିସାରିଲାଣି କେତେ ଜାଗା ବୁଲି ସାରିଲେଣି କୋଉଠି କିଛି ଖାଇବାକୁ ମିଳିଲାନି ଭାଇ ଏ ଦୁନିଆରେ ଏତେ ମଣିଷ ଅଛନ୍ତି ସମସ୍ତେ କଣ ଉପବାସ ଅଛନ୍ତି ଗାଈ ଗୋରୁ ଛେଳି ମେଣ୍ଢା ସେମାନେ ଖାଦ୍ୟ ଯୋଗାଡ଼ କରିପାରୁଛନ୍ତି ତୁ ଯୋଗାଡ଼ କରିପାରୁନୁ କାହିଁକି ଗାୟତ୍ରୀ କହିଲା ସେ ଖାଦ୍ୟ ତମେ ନବ ନା ଫୋପାଡ଼ି ଦେବି ମୁଁ କାମ କରିବି ମୂଲ ଲାଗିବି ଅଳିଆ ସଫା କରିବି ମୋଟ ବହିବି ଆଉ କେବେ ବି ତମ ଦୁଆରକୁ ଆସିବିନି ହେଲେ ଆଜି ଦିନକ ପାଇଁ ତ ବଞ୍ଚେଇ ଦିଅନ୍ତୁ ବାବୁ এই ଦେଖ ବାବୁ ସଞ୍ଜ ହେଲାଣି ଏ ବେଳରେ ଗଲେ କୋଉଠୁ କଣ ପାଇବି ଯେ ମୋ ସ୍ତ୍ରୀକୁ ମୁଁ ଖାଇବାକୁ ଦେବି ଏ ବାବୁ ଆରେ ମୋ ପାଇଁ ନହେଲା ନାହିଁ ମୋ ସ୍ତ୍ରୀ ପାଇଁ ନହେଲା ନାହିଁ ତା ପେଟର ପିଲାଟା କଣ ତମର ଶତ୍ରୁ ତାକୁ ତ ଗୋଟେ ଖାଇବାକୁ ଦିଅ ବାବୁ ପରୀକ୍ଷା କରୁଛି ମୋର ସିନା ଭୋକ ସହିବାର ଅଭ୍ୟାସ ଅଛି ତୋର କଣ ଅଛି ଆଉ ତୁ ତ ଖାଇବୁ ଖାଇବୁ କରି ମୋ ମୁଣ୍ଡ ଖରାପ କରିଦେବି ଦରକାର ନାହିଁ ମୋର ଖାଇବା
ମୋ ଭିକ ମାଗିବି, ମୋ ପିଲାଙ୍କ ପାଇଁ ଦୁଆର ଦୁଆର ବୁଲି ବୁଲି ଭିକ ମାଗିବି। ହେଲେ ସତ କହୁଛି ବାବୁ, ଆଉ କେବେ ବି ଏ ଦୁଆରକୁ ଆସିବିନି। ସାନ ଭାଇ ଆଉ କିଏ କାହାର ଭାଇ? ମୁଁ ଯଦି କାହାର ଭାଇ ହେଇଥାନ୍ତି ମତେ ଏମିତି ଖେଳରେ ଖେଳରେ ଘରୁ ବାହାର କରିଦେଇ ନଥାନ୍ତି। ଉପାସ ପେଟରେ ଖାଇବା ପାଖରେ ବସିଥିଲୁ, ଆମ ପୁଅ ପାଖରୁ ଥାଳି ଉଠେଇ ଦେଇ ନଥାନ୍ତେ। ଆମେ ଦିନ ଉପାସ ଅଛୁ, ଆମ ଘରୁ ଖାଇବା ଥାଳି ଫିକି ଦେଇ ନଥାନ୍ତେ। ମଣିଷ ବଦଳି ଯାଆନ୍ତି ଶୁଣିଥିଲି, ହେଲେ ଏତେ ବଦଳି ଯାଆନ୍ତି ଆଜି ମୁଁ ପ୍ରଥମ କରି ଦେଖିଲି। ସାନ ଭାଇ ଏମିତି କଣ କହୁଛ? ଅଧିକ କଥା ତୁ ଅଧିକ ତ ବସିଲି। ମୁଁ କଣ ଜୀବନ ସାରା ଏମିତି ବସିଥାନ୍ତି? କାହିଁକି ବସୁଥିଲ? କାହିଁକି ବସୁଥିଲ ବା? ମଜା ପାଇଁ ଇଞ୍ଜିନିୟର ଚାକିରି କଲା, ସେ କଣ ମୋ ଠାରୁ ଭଲ ପାଠ ପଢୁଥିଲା? ମୋର ତ ସବୁଥିରେ ଫାଷ୍ଟ କ୍ଲାସ। ମୋ ପାଠ ପଢା ଦେଖି ସମସ୍ତେ କହୁଥିଲେ ମୁଁ କୁଆଡେ କଲେକ୍ଟର ହେଇଥାନ୍ତି। କଲେକ୍ଟର କିଏ ମନା କରୁଥିଲା ତତେ? ମୁଁ କଲେକ୍ଟର ହେବି। ଜନ୍ମ କରିଥିଲେ କଲେକ୍ଟର ତ ଦୂରର କଥା, ପିଅନ ହେଇପାରିବୁନି। ମୁଁ ତୁମକୁ କଥା ଦେଇ ଯାଉଛି ହରିଶ ଦାସ, ଏ ଚନ୍ଦ୍ର ଦିନେ କଲେକ୍ଟର ହବ। ଆମ ଇଞ୍ଜିନିୟର ଭାଇଠାରୁ ବହୁତ ବଡ ଚାକିରି କରିବ। ଆଜି ତମେ ମତେ ତମ ଘର ବିଦା କରିଦେଇଛ, ହେଲେ ସମୟ ଆସିବ ଦିନେ ମୋ ଦ୍ୱାର ଆଗରେ ଗୋଡ଼ ଭାଙ୍ଗି ଠିଆ ହବ। ସେଇ ଦିନ ତ ଜୀବନରେ କେବେ ବି ଆସିବନି। ଆସିବ ହରିଶ ଦାସ, ସେ ଦିନ ଅଳ୍ପ ଆସିବ। ମହିଳାବାଦୀ ମହିଳାବାଦୀ এই নমিতা ଆଉ କାନ୍ଦୁଛୁ କାହିଁକି ବା? ଗପୁଛୁ। ମୁଁ ତତେ କଥା ଦଉଛି, ତୋ ପେଟ ମୁଁ କେବେ ବି ଉପାସ ରଖିବିନି। ମୁଁ ତତେ ବସିବି, ମୁଁ ତତେ କହିଦଉଛି ମୁଁ ନିଶ୍ଚୟ ଦିନେ କଲେକ୍ଟର ହେବି। ଯାହାର କେହି ନାହିଁ ତାର ପୁରା ଜଗା ଅଛି। ଯାହାର ଘର ନାହିଁ ତାର ପୁରା ଜଗାର ମନ୍ଦିର ଅଛି। ଯାହା ପାଖରେ ଭାତ ନାହିଁ ତା ପାଇଁ ପୁରା ଖାଲି ଥାଳି ଅଛି। ଆଜି ଏଇ ଥାଳି ମତେ ରାତିରେ ଭାତ ଗନ୍ଧିଏ ଦବ।